ମୋ ଝିଅ ନେହାକୁ ଟିକେ ଦେଖ, ଏତେ ଦୁଷ୍ଟ ଯେ ସେ ବ୍ୟାଗ୍ ଭିତରେ ପଶି ଆଉ କଣ୍ଢେଇକୁ ଧରି କେମିତି ହେଉଛି ଟିକେ ଆଗ ଦେଖ 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 କେତେ ଦୁଷ୍ଟ କେମିତି ହେଉଛି ତାକୁ ଟିକେ ଦେଖ ଆଗ। ବୋଧେ ଏମିତି କେଉଁ ପିଲା ହେଇନଥିବେ କି ହଉ ବି ନଥିବେ। ଦେଖ ମୁଁ ତ ଦେଖିନି କାହାକୁ ଏମିତି ହେଲାଟା। ଆପଣମାନଙ୍କ ପରିବାରରେ କୌଣସି ପିଲା ଏଇଭଳିଆ ହେଉନଥିବେ ଏକା ମୋ ଝିଅ ଭଳିଆ। ଦେଖ 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 ସେ ଜମା କହିଲେ ଶୁଣୁଛି, ବାହାରେ କହିଲେ ନା କିଛି ଶୁଣୁନି। ଦେଖ ପୁରା ବ୍ୟାଗ୍ ଭିତରେ ପୁରା ଘୋଡ଼େଇ ହେଇଗଲା। ଦେଖ 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 କେମିତି ସେ ଦେଖୁ, ଦେଖ ଏଇଠି ବାହାରିଲା 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 ମୋର ଝିଅ ବାହାରିଲା, ନେହା ବାହାରିଲା। ହଁ ବାହାରି ପଡ଼ିଲା ଏଇଠି ଏଇଠି ପୁଣି ଖେଳିଲା, ପୁଣି ଭିତରେ ଏଇଠି ତା କଣ୍ଢେଇ ସହିତ ଖେଳିଲା, ଟିକେ ତା କଣ୍ଢେଇ ସହିତ ଟିକେ ଗେଲ ହୋଇଗଲା, ତା କଣ୍ଢେଇ ସହିତ ଟିକେ ଗେଲ ହୋଇଗଲା। ଦେଖ ତା କଣ୍ଢେଇ ସହିତ ଗେଲ ହୋଇଗଲା। ଦେଖ କଣ୍ଢେଇ ସେ ଓ ପୁରା ଏମିତି ଖେଳୁଛନ୍ତି, ସମୟ ବିତି ଯାଉଛି କେତେ ଶୀଘ୍ର। ଦେଖ 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 କେମିତି ଖେଳୁଛି, ଆଉ ଟିକେ ଦେଖ ତା ରଙ୍ଗକୁ ଦେଖ, ଦେଖ କେମିତି ହେଉଛି। ଏମିତି ହେଉନଥିବେ କୌଣସି ପିଲା, ବ୍ୟାଗ୍ରେ କୌଣସି ପିଲା କିନ୍ତୁ ଏମିତି ଭିତରେ ପଶି ପାରୁନଥିବେ ଆମ ଝିଅ ନେହା ଭଳିଆ।